ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ଆମ ରାଜ୍ୟରେ ଯାହାକି ଏସ୍ଆଇଆର୍ ଆରମ୍ଭ ହୋଇଛି। ଗତକାଲିଠାରୁ ଏସ୍ଆଇଆର୍‌ର ପ୍ରଥମ ପର୍ଯ୍ୟାୟରେ ଆପଣମାନଙ୍କ ଘରକୁ ବିଏଲ୍‌ଓ ବା ବୁଥ୍ ଲେବୁଲ୍ ଅଫିସର ଯେଉଁମାନେ ରହିଛନ୍ତି ସେମାନେ ଆପଣମାନଙ୍କ ଘରକୁ ଆସି ଆପଣମାନଙ୍କୁ ଏନୁମରେସନ୍ ଫର୍ମ ବା ପରିଗଣନା ଫର୍ମ ପ୍ରଦାନ କରୁଛନ୍ତି। ତ ଏ ବିଷୟରେ ମୁଁ ଗତକାଲି ଗୋଟେ ଭିଡ଼ିଓ ବନେଇଥିଲି ଯେଉଁଥିରେ କି କେମିତି ଆପଣମାନଙ୍କୁ ମିଳୁଥିବା ପରିଗଣନା ଫର୍ମ ବା ଏନୁମରେସନ୍ ଫର୍ମ ଆପଣମାନେ ଫିଲ୍ଅପ୍ କରିବେ। ତ ଏନୁମରେସନ୍ ଫର୍ମ ଯେତେବେଳେ ଆପଣମାନେ ଫିଲ୍ଅପ୍ କରୁଛନ୍ତି ସେ ସମୟରେ ଆପଣମାନଙ୍କର ଗୋଟେ ଅପସନ୍ ଯେଉଁଟାକି ରହିଛି ଯେ ଯେଉଁମାନଙ୍କର ନାମ 2002 ମସିହା ଏସ୍ଆଇଆର୍ ଯେଉଁ ସମୟରେ ହେଇଥିଲା ତ ସେଇ ସମୟରେ ଯେଉଁ ହିତାଧିକାରୀମାନଙ୍କର ନାଁ ଥିଲା ତ ସେମାନେ ଯେଉଁ ଫର୍ମ ଫିଲ୍ଅପ୍ କରୁଛନ୍ତି ସେଥିରେ ତାଙ୍କର କିଛି ଆବଶ୍ୟକ ଡିଟେଲ୍ସ ଯାଇକି ଦରକାର ପଡ଼ୁଛି। ତେଣୁ ଯେଉଁମାନଙ୍କର ନାଁ 2002 ମସିହା ଏସ୍ଆଇଆର୍‌ରେ ଥିଲା ତ ସେମାନେ କେମିତି ନିଜର ନାମ ବର୍ତ୍ତମାନ ଚେକ୍ କରିବେ ଆସନ୍ତୁ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ଅର୍ଥାତ୍ ପୁରୁଣା ଏସ୍ଆଇଆର୍ ଲିଷ୍ଟ ଯେଉଁଟା 2002 ମସିହାରେ କେମିତି ଆପଣମାନେ ନିଜର ଡିଟେଲ୍ସ ଚେକ୍ କରିବେ ତା ସହିତ ଆପଣମାନଙ୍କର ଯେଉଁ ଏସ୍‌ସି ନମ୍ବର ଏବଂ ସିରିଏଲ୍ ନମ୍ବର ତା ମଧ୍ୟ ଆପଣମାନେ କେମିତି ନିଜ ମୋବାଇଲରେ ଚେକ୍ କରିପାରିବେ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍‌ରେ ସେଟ୍ କରିଦେବେ। ତ ଦେଖନ୍ତୁ ଏସ୍ଆଇଆର୍ ବର୍ତ୍ତମାନ ସାରା ରାଜ୍ୟରେ ଯେଉଁଟାକି ଆରମ୍ଭ ହୋଇଛି ତେଣୁ ଏସ୍ଆଇଆର୍ ପରବର୍ତ୍ତୀ ସମୟରେ ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। କାରଣ ଏସ୍ଆଇଆର୍ ମାଧ୍ୟମରେ ସରକାର ଆପଣମାନଙ୍କର ବା ଯେଉଁ ଆମର ନିର୍ବାଚନ କମିଶନ ରହିଛନ୍ତି ସେ ଯେଉଁମାନଙ୍କର ନାଁ ବର୍ତ୍ତମାନ ଯାହାକି ଭୋଟର ଆଇଡିରେ ସାମିଲ ହେଇନାହିଁ ବା ଯେଉଁମାନଙ୍କର ମୃତ୍ୟୁ ହେଇଯାଇଛି ସେମାନଙ୍କର ନାଁ କଟିନାହିଁ ଡୁପ୍ଲିକେଟ୍ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଏସ୍ଆର୍‌ର ବହୁତ ବଡ଼ ପଦକ୍ଷେପ ଯାହାକି ବର୍ତ୍ତମାନ ନିର୍ବାଚନ ଆୟୋଗ ନେଇଛି। ତେଣୁ ଏଇ ଯେଉଁ ନିର୍ବାଚନ ଆୟୋଗ ଏସ୍ଆର୍‌ଟି ଆରମ୍ଭ ହୋଇଛି ତ ଏସ୍ଆଇଆର୍‌ରେ ଆପଣମାନଙ୍କର ପୁରୁଣା ଡାଟା ଯେଉଁଟାକି ନିହାତି ଆବଶ୍ୟକତା ଅଛି। କାରଣ 2002 ମସିହା ଡାଟାକୁ ବେସ୍ କରି ବର୍ତ୍ତମାନ ନୂଆ ହିତାଧିକାରୀମାନଙ୍କର ଯେଉଁଟାକି ଲିଙ୍କିଂ ମଧ୍ୟ ହବ। ତା ସହିତ ପୁରୁଣା ଯେଉଁମାନଙ୍କର 2002 ମସିହାରେ ଲିଷ୍ଟରେ ନାଁ ଥିଲା ସେମାନଙ୍କର ଯଦି କୌଣସି ପରିବର୍ତ୍ତନ କରିବା ପାଇଁ ପଡ଼ିବ ତାହେଲେ ଆପଣମାନଙ୍କର 2002 ମସିହା ଲିଷ୍ଟଟି ନିହାତି ଜାଣିବା ଦରକାର। ତ 2002 ମସିହାର ଲିଷ୍ଟ ଆପଣମାନେ କେମିତି ଚେକ୍ କରିବେ? ତ ଦେଖନ୍ତୁ ଆପଣମାନଙ୍କର ଯେଉଁ ଏସ୍ଆଇଆର୍ 2002 ମସିହାର ଲିଷ୍ଟ ହେଇଥିଲା ଏଇଟା ଆପଣମାନଙ୍କର ଦୁଇଟି ଉପାୟରେ ହେଇପାରିବ। ଗୋଟିଏ ଆପଣମାନେ ୱେବସାଇଟରୁ କରିପାରିବେ ନହେଲେ ଆମର ଯେଉଁ ମୋବାଇଲ ଆପ୍ଲିକେସନ୍ ଅଛି ଚିଫ୍ ଇଲେକ୍ସନ କମିଶନଙ୍କର ମୋବାଇଲ ଆପ୍ଲିକେସନ୍ ସେଥିରେ ଆପଣମାନେ କରିପାରିବେ। ତେଣୁ ଡାଇରେକ୍ଟ ଲିଙ୍କ ମୁଁ ଆପଣମାନଙ୍କୁ ଡେସ୍କ୍ରିପସନ୍‌ରେ ଦେଇଦେବି। ତ ଲିଙ୍କରେ କ୍ଲିକ୍ କଲା ପରେ ଦେଖନ୍ତୁ ଆପଣମାନଙ୍କର ଏଠି ଗୋଟେ ଅପସନ୍ ଆସିଯିବ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆର ଅଫିସିଆଲ ୱେବସାଇଟ୍ ଯାଇକି ଆପଣମାନେ ଆସିବେ। ତ ଏଠି ଆପଣମାନଙ୍କର ଦେଖନ୍ତୁ ଏଠି ଆପଣମାନଙ୍କୁ ବହୁତ କିଛି ଡିଟେଲ୍ସ ଯାଇକି ଜାଣିବା ପାଇଁ ପଡ଼ିବ। ଏଥିରେ ଆପଣମାନଙ୍କର କ'ଣ ଦେଖନ୍ତୁ ଅପସନ୍ ରହିଛି। ଗୋଟିଏ ରହିଛି ଦେଖନ୍ତୁ ଏସ୍ଆଇଆର୍ 2026 ଡାଉନଲୋଡ୍ ଇଲେକ୍ଟ୍ରାଲ୍ ରୁଲ୍। ତାପରେ ଆପଣମାନଙ୍କର ସର୍ଚ୍ଚ ୟୋର ନେମ୍ ଇନ୍ ଲାଷ୍ଟ ଏସ୍ଆଇଆର୍, ସର୍ଚ୍ଚ ୟୋର ନେମ୍ ଇନ୍ ଇ ରୋଲ୍। ତ ସବୁ କିଛି ଅପସନ୍ ଅଛି। ତ ଯେଉଁ ଏରିଆରେ ଆପଣମାନଙ୍କର ଏସ୍ଆଇଆର୍ କମ୍ପ୍ଲିଟ୍ ହେଇସାରିଛି ସେମାନେ ଏଠି ବର୍ତ୍ତମାନ ଡାଉନଲୋଡ୍ ଇଲେକ୍ଟ୍ରାଲ୍ ରୁଲ୍ ଅପସନ୍‌ରେ କ୍ଲିକ୍ କରି କରିପାରିବେ। କିନ୍ତୁ ଯେହେତୁ ଆମର ନାମ ବର୍ତ୍ତମାନ ସର୍ଚ୍ଚ କରିବାର ଅଛି ତେଣୁ ଆମର ସର୍ଚ୍ଚ ନେମ୍ ଇନ୍ ଲାଷ୍ଟ ଏସ୍ଆଇଆର୍ ଅପସନ୍‌ରେ କ୍ଲିକ୍ କରିବେ। ଏବେ ଦେଖନ୍ତୁ ଏଠି ଆସିଯିବ ଏସ୍ଆଇଆର୍ 2026ର ଆପଣମାନଙ୍କର ଯେଉଁମାନେ ଇଲେକ୍ଟ୍ରାଲ୍ ଡିଟେଲ୍ସ ଆପଣମାନଙ୍କୁ ଦେବା ପାଇଁ ପଡ଼ିବ। ସେଥିରେ ଦେଖନ୍ତୁ ଆପଣମାନଙ୍କୁ କିଛି ଡିଟେଲ୍ସ ଇନଫର୍ମେସନ୍ ଦେବା ପାଇଁ ପଡ଼ିବ। ଅର୍ଥାତ୍ 2002 ମସିହାରେ ଆପଣମାନଙ୍କର ଯେଉଁମାନଙ୍କର ବୟସ 18+ ଥିଲା ତ ସେଇମାନଙ୍କର ନାଁ ବର୍ତ୍ତମାନ କେବଳ ଏଠି ଶୋ କରିବ। ତେଣୁ ସେଇ ଲିଷ୍ଟ ଚେକ୍ କରିବା ପାଇଁ ହେଲେ ଆପଣମାନଙ୍କର ସର୍ବପ୍ରଥମେ ଦେଖନ୍ତୁ ଏଠି ଷ୍ଟେଟ୍ ରହିଛି। ତ ଏଠି ଆମେ ଷ୍ଟେଟ୍ ଆମର ଓଡ଼ିଶା ସିଲେକ୍ଟ କରିନେବା। ଷ୍ଟେଟ୍ ସିଲେକ୍ଟ କରିସାରିଲା ପରେ ଦେଖନ୍ତୁ ଏଠି କ'ଣ ଅପସନ୍ ଦେଇଛି ଡିଷ୍ଟ୍ରିକ୍ଟ ଇନ୍ 2002 ମସିହା ଅର୍ଥାତ୍ 2002 ମସିହାରେ ଯେଉଁ ଲାଷ୍ଟ ଏସ୍ଆଇଆର୍ ହେଇଥିଲା ସେ ସମୟରେ ଆପଣମାନଙ୍କର ଡିଷ୍ଟ୍ରିକ୍ଟ କ'ଣ ଥିଲା, ଆସେମ୍ବଲି କନଷ୍ଟିଚ୍ୟୁସନ୍ ଆପଣମାନଙ୍କର କ'ଣ ଥିଲା। ତ ଦେଖନ୍ତୁ ବହୁତ ଜାଗାରେ ଆପଣମାନଙ୍କର ଚେଞ୍ଜେସ୍ ହେଇଛି କାରଣ 2002 ମସିହା ପୂର୍ବରୁ ବହୁତ କିଛି ନିର୍ବାଚନ ମଣ୍ଡଳୀ ଯାହାକି ପରିବର୍ତ୍ତନ ହେଇଛି। ତେଣୁ ଯେଉଁମାନଙ୍କର 18+ ଆମର 2002 ମସିହାରେ ହେଇଥିଲା ସେ ସମୟରେ ଆପଣମାନଙ୍କର କୋଉଟା ଥିଲା ନିର୍ବାଚନ ମଣ୍ଡଳୀ ସେଇଟା ମଧ୍ୟ ଆପଣମାନେ ଜାଣିବା ନିହାତି ଦରକାର। ତ ଏଠି ଆପଣମାନଙ୍କର ଡିଷ୍ଟ୍ରିକ୍ଟ ସିଲେକ୍ଟ କରିଦେବେ। ତ ଦେଖନ୍ତୁ ଏଠି ମୁଁ ଆମର ଡିଷ୍ଟ୍ରିକ୍ଟ ଯେଉଁଟାକି ସିଲେକ୍ଟ କରିନେଉଛି। ଡିଷ୍ଟ୍ରିକ୍ଟ ସିଲେକ୍ଟ କରିସାରିଲା ପରେ ଆପଣମାନଙ୍କର ଆସେମ୍ବଲି କନଷ୍ଟିଚ୍ୟୁସନ୍ ଆମର କ'ଣ ଥିଲା ତ ସେ ସମୟରେ ଦେଖନ୍ତୁ ବର୍ତ୍ତମାନ ଆମର ଯାହା ଅଛି ସେ ସମୟରେ ଆଉ ଗୋଟେ ଅଲଗା ଥିଲା।
ତେଣୁ ମୁଁ ସେଇଟା ଦେଇଦେଲି। ଦେଇ ସାରିଲା ପରେ ଏଠି ଆଉ ଦେଖନ୍ତୁ ଏଇ ଯେଉଁ ରହିଛି ଇଏ ଗୁଡ଼ା, ଏଇଟା ଆପଣମାନଙ୍କର ନଦେଲେ ମଧ୍ୟ ଚଳିବ। କେବଳ ଯେଉଁ ଷ୍ଟାର ମାର୍କ ଅଛି ସେଇଟା ଆପଣମାନଙ୍କୁ ଦେବା ପାଇଁ ପଡ଼ିବ। ଏଠି ଷ୍ଟାର ମାର୍କରେ କ'ଣ କହୁଛି ନା ଇଲେକ୍ଟର ଫୁଲ୍ ନେମ୍ ଇନ୍ ଲାଷ୍ଟ ଏସ୍ଆଇଆର୍ ଇନ୍ 2002, ଅର୍ଥାତ୍ 2002 ମସିହାରେ ଯେଉଁ ଏସ୍ଆଇଆର୍‌ଟି ହେଇଥିଲା ସେଠି ଆପଣମାନଙ୍କର ନାଁ କ'ଣ ଥିଲା? ତ ଏଠି ଆପଣମାନଙ୍କର ନାଁ ଯୋଉଟାକି ଆପଣମାନେ ଟାଇପ୍ କରିବେ। ନାଁ ଟାଇପ୍ କଲା ପରେ କ୍ୟାପଚା କୋଡ୍ ଦେବେ। ତାପରେ ସର୍ଚ୍ଚ ଅପସନ୍‌ରେ କ୍ଲିକ୍ କରିଦେବେ। ତ ଦେଖନ୍ତୁ ମୁଁ ଯେତେବେଳେ ସର୍ଚ୍ଚ ଅପସନ୍‌ରେ ଏଠି କ୍ଲିକ୍ କରୁଛି, ଏଠି ଆପଣମାନଙ୍କର ଦେଖନ୍ତୁ ଡିଟେଲ୍ସ ଆସିଯିବ। ତ ଡିଟେଲ୍ସ ଯେତେବେଳେ ଆସିଯିବ ଆପଣମାନଙ୍କ ଏରିଆରେ କୋଉ ଜାଗାରେ ଆପଣମାନଙ୍କର ଯାହାଙ୍କର ନାମ ଅଛି ତାଙ୍କର ନାମ ଆସିଯିବ। ତ ଏଠି ଆପଣମାନେ ସର୍ଚ୍ଚ କରିପାରିବେ। ଡାଇରେକ୍ଟ ଯଦି ଆପଣମାନଙ୍କୁ ଜଣାଅଛି ଯେ ଆପଣମାନଙ୍କର ପୋଲିଂ ଷ୍ଟେସନର ନାମ ଜଣାଅଛି, ଆପଣଙ୍କ ସିରିଏଲ୍ ନମ୍ବର ଜଣାଅଛି, ତାହେଲେ ଏଠି ଆପଣମାନଙ୍କୁ ଆଉ ଟିକେ ଯୋଉଟାକି ଫିଲ୍ଟର କଲା ପରେ ବା ଆଉ କିଛି ଡିଟେଲ୍ସ ଦେଇସାରିଲା ପରେ ଏଠି ଆପଣମାନଙ୍କର ଯୋଉଟାକି ଖୋଜିବା ପାଇଁ ସହଜ ହେଇଯିବ। ନହେଲେ ବି ଆପଣମାନେ ଦେଖିପାରୁଥିବେ ଏଠି ସେଇ ଗୋଟିଏ ନାଁରେ କେତେ ଜଣଙ୍କର ଆପଣମାନଙ୍କର ଅଛି ଏରିଆରେ ସବୁ କିଛି ଡିଟେଲ୍ସ ଶୋ କରିବ। ତ ସେଇ ହିସାବରେ ଦେଖନ୍ତୁ ଆପଣମାନେ ଦେଖିଦେଲେ। ଦେଖି ସାରିଲା ପରେ ଏଠି ଇଲେକ୍ଟୋରାଲ୍ ଯିଏ ରହିଛନ୍ତି ତାଙ୍କର ନାମ, ରିଲେଟିଭ୍ ଫୁଲ୍ ନେମ୍, ରିଲେଟିଭ୍ ଟାଇପ୍, ଏଜ୍ କେତେ ରହିଛି, ଷ୍ଟେଟ୍, ଡିଷ୍ଟ୍ରିକ୍ଟ, ତାପରେ ଦେଖନ୍ତୁ ଏଇଟା ଯୋଉଟାକି ରହିଛି ଏଇଟା ହିଁ ଆପଣମାନଙ୍କର ଆବଶ୍ୟକତା ରହିଛି। ସେଥିରେ ଆପଣମାନଙ୍କର ଏସ୍‌ସି ନମ୍ବର ପଚାରୁଛି, ତାପରେ ପୋଲିଂ ଷ୍ଟେସନ ନମ୍ବର ପଚାରୁଛି, ତା ସହିତ ଆପଣମାନଙ୍କର ସିରିଏଲ୍ ନମ୍ବର ପଚାରୁଛି। ତେଣୁ ଏଇଟା ଆପଣମାନେ ନିହାତି ଥରେ ସର୍ଚ୍ଚ କରିବା ଦରକାର। କାରଣ ସର୍ଚ୍ଚ କଲେ ଯାଇ ଆପଣମାନଙ୍କର ଯେଉଁ ଏସ୍ଆଇର ଏନୁମରେସନ୍ ଫର୍ମ ଆପଣମାନେ ଫିଲ୍ଅପ୍ କରୁଛନ୍ତି, ତାହା ଆପଣମାନଙ୍କର ସହଜରେ ହେଇପାରିବ। ତେଣୁ ଏଇଟା ହେଲା ଗୋଟେ ପ୍ରୋସେସ୍ ଆପଣମାନେ ଯୋଉଟାକି ନିଜର ଏସ୍ଆଇର ପୁରା ଲିଷ୍ଟ ଯାଇକି ଚେକ୍ କରିପାରିବେ। ଏହା ସହିତ ଯଦି ଆପଣମାନେ ୱେବସାଇଟ୍‌ରେ ଚେକ୍ କରୁନାହାନ୍ତି, ଏହାର ମୋବାଇଲ୍ ଆପ୍ଲିକେସନ୍‌ରେ ମଧ୍ୟ ଆପଣମାନେ ଇଜିଲି ଚେକ୍ କରିପାରିବେ। ତ ମୋବାଇଲ୍ ଆପ୍ଲିକେସନ୍‌ରେ ଚେକ୍ କରିବା ପାଇଁ ହେଲେ ସର୍ବପ୍ରଥମେ ଆପଣମାନଙ୍କର ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆର ମୋବାଇଲ୍ ଆପ୍ଲିକେସନ୍ ଯୋଉଟାକି ରହିଛି, ତ ଏହାର ଯୋଉ ମୋବାଇଲ୍ ଆପ୍ଲିକେସନ୍ ରହିଛି ଦେଖନ୍ତୁ ଏଠି ମୁଁ ଆପଣମାନଙ୍କ ପାଖରେ ରହିଆସିଛି ECINET, ତ ସେଇ ଅପସନ୍‌ରେ ଆପଣମାନେ କ୍ଲିକ୍ କରିବେ। ଯୋଉଟାକି ଆପଣମାନଙ୍କୁ ପ୍ଲେ ଷ୍ଟୋରରୁ ମିଳିଯିବ। ତ ଏଇଟା ଆପଣମାନଙ୍କର ଡାଉନଲୋଡ୍ କଲା ପରେ ଆପଣମାନଙ୍କୁ ଏଠି ଯାହାକି ଏଠି ମଧ୍ୟ ସର୍ଚ୍ଚ ୟୋର୍ ନେମ୍ ଇନ୍ ଲାଷ୍ଟ ଏସ୍ଆଇଆର୍‌ରେ ମଧ୍ୟ କ୍ଲିକ୍ କରି ଆପଣମାନେ ନିଜର ଡିଟେଲ୍ସ ଚେକ୍ କରିପାରିବେ। ଦେଖନ୍ତୁ ଏଠି ମଧ୍ୟ ସେଇ ସମାନ ଅପସନ୍ ଅଛି। ପ୍ରଥମେ ଆପଣମାନେ ନିଜର ଷ୍ଟେଟ୍ ଯାହାକି ସିଲେକ୍ଟ କରିବେ। ଦେଖନ୍ତୁ ତାଠୁ ଏଇଟା ବହୁତ ଆହୁରି ଇଜି ହବ। ତେଣୁ ମୋବାଇଲ୍ ଆପ୍ଲିକେସନ୍‌ରେ ଆପଣମାନେ କରିବା ପାଇଁ ସୁବିଧା ହବ। ଦେଖନ୍ତୁ ଆମର ଡିଷ୍ଟ୍ରିକ୍ଟ ଲେଖିଦେଲେ, ତାପରେ ଆମର ଆସେମ୍ବଲି ଯୋଉଟାକି ଥିଲା ଲେଖିଲେ, ତାପରେ ପୁଲିଂ ଷ୍ଟେସନ। ମନେ ରଖନ୍ତୁ ପୁଲିଂ ଷ୍ଟେସନ ଯଦି ଆପଣମାନଙ୍କୁ ଜଣାଅଛି, ତାହେଲେ ପୁଲିଂ ଷ୍ଟେସନ ଜଣାଥିଲେ ଆଉ ଟିକେ ସହଜରେ ଆପଣମାନେ ନିଜର ନାମ ଯାଇକି ଚେକ୍ କରିପାରିବେ। ତ ମୁଁ ଏଠି ଆମର ପୁଲିଂ ଷ୍ଟେସନ ଯୋଉଟାକି ରହିଛି, ପୁଲିଂ ଷ୍ଟେସନ ମୁଁ ଏଠି ଦେଇଦଉଛି। ପୁଲିଂ ଷ୍ଟେସନ ଦେଇସାରିଲା ପରେ ତାପରେ ଦେଖନ୍ତୁ ଏଠି ଆମେ ସର୍ଚ୍ଚ କରିନେବା ପୁଲିଂ ଷ୍ଟେସନ ଦେଇଦେଲୁ। ତାପରେ ଆମର ସେକ୍ସନ ନମ୍ବର ଯଦି ଆପଣମାନଙ୍କୁ ଜଣାଅଛି ଦେବେ, ନହେଲେ ନ ଦେବାର କିଛି ଆବଶ୍ୟକତା ନାହିଁ। ତାପରେ ଦେଖନ୍ତୁ ଏଇଟା ହେଉଛି ନେମ୍ ଯୋଉଟାକି ରହିଛି, ଆମର ନେମ୍‌ଟାକୁ ମୁଁ ଏଠି ଭଲ ଭାବରେ ଆପଣମାନେ ଫିଲ୍ଅପ୍ କରିବେ। ତ ନେମ୍ ଆପଣମାନେ ଫିଲ୍ଅପ୍ କରିସାରିଲେ ତାପରେ ଡାଇରେକ୍ଟ ସର୍ଚ୍ଚ ଅପସନ୍‌ରେ କ୍ଲିକ୍ କରିଦେବେ। ଦେଖନ୍ତୁ ଏଠି ମଧ୍ୟ ଆପଣମାନଙ୍କର ସବୁକିଛି ଡିଟେଲ୍ସ ଆସିଯାଉଛି। ଯୋଉଥିରେ କି ଆପଣମାନଙ୍କର ନାମ ସହିତ ଏଜ୍, ଆପଣମାନଙ୍କର ସିରିଏଲ୍ ନମ୍ବର, ଏଇଟାକୁ ଦେଖନ୍ତୁ ଏଇଟା ଆପଣମାନଙ୍କର ଯୋଉ ଏସ୍‌ସି ନମ୍ବର ଆଉ ପୋଲିଂ ଷ୍ଟେସନ ନମ୍ବର ଏବଂ ସିରିଏଲ୍ ନମ୍ବର, ଏଇ 3ଟି ଡାଟା ଆପଣମାନଙ୍କୁ ଫର୍ମ ଫିଲ୍ଅପ୍ କରିବା ସମୟରେ ଆବଶ୍ୟକତା ଅଛି। ତେଣୁ ଏଇଟା ରହିଛି ଆପଣମାନଙ୍କର ସମ୍ପୂର୍ଣ୍ଣ ପ୍ରୋସେସ୍। ଯଦି ଆପଣମାନେ ନିଜର ନାମ ଚେକ୍ କରିନାହାନ୍ତି ବା ଜାଣିପାରୁନାହାନ୍ତି କେମିତି ଏସ୍ଆଇଆର୍‌ରେ ଚେକ୍ କରିବେ, ଏହି ପ୍ରୋସେସ୍ ଫଲୋ କରନ୍ତୁ। ତାପରେ ଆପଣମାନଙ୍କ ଡିଟେଲ୍ସ ନେଇ ଏନୁମରେସନ୍ ଫର୍ମରେ ଯାଇକି ନିଜର ଫର୍ମ ଫିଲ୍ଅପ୍ କରନ୍ତୁ ଏବଂ ଆପଣଙ୍କର ବିଏଲ୍‌ଓଙ୍କ ସହିତ ଯଦି କୌଣସି ପ୍ରୋବ୍ଲେମ୍ ହେଉଛି, ତାହେଲେ ତାଙ୍କ ସହିତ ଯୋଗାଯୋଗ କରି ଏସ୍ଆଇଆର୍ କାମରେ ନିଜକୁ ସାମିଲ କରନ୍ତୁ। ଧନ୍ୟବାଦ।